ପ୍ରଭୁ ଜଗନ୍ନାଥ ପୁଣି ତାଙ୍କର ଶ୍ରୀକ୍ଷେତ୍ରକୁ ଫେରି ଆସିଛନ୍ତି। କାଳିଆ ଶାନ୍ତର ହିସା ଆପଣଙ୍କର ଆଜ୍ଞା ଏ ଅବିଚଳ କିପରି ଅପେକ୍ଷା କରିଥାନ୍ତା। ମୁଁ ଅତ୍ୟନ୍ତ ଆନନ୍ଦିତ। ମହାପ୍ରଭୁ ଆସିଲା ବେଳେ ଖୋର୍ଦ୍ଧାଗଡ଼ର ଗୋପାଳଜୀ ମଠରେ ଅବସ୍ଥାନ କଲେ। ଖୋର୍ଦ୍ଧାଗଡ଼କୁ ପବିତ୍ରମୟ କରିଛନ୍ତି। କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ 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 କୃଷ୍ଣ ଜୟ ଜଗନ୍ନାଥ। ଦୀର୍ଘ 8 ବର୍ଷ ଧରି ମୋତେ ଅନ୍ଧ କରିଦେଇଥିଲ ପ୍ରଭୁ। ଏ ଅନ୍ଧକୁ କ୍ଷମା କରିଦିଅ ପ୍ରଭୁ। ମହାରାଜ ଏ ହେଉଛନ୍ତି ମହାବୀର ଆଶ୍ରମର ଯୋଗୀ ମୁକ୍ତନାଥ। ପ୍ରଣାମ ଯୋଗୀ ସନ୍ନ୍ୟାସୀ ଜୀବନରେ ଈଶ୍ୱର ମାନଙ୍କ ପାଇଁ ଈଶ୍ୱର ମହାନ୍ତିଙ୍କର ଏ ଅବଦାନ ସେ ଓଡ଼ିଆ ଜାତି ଯୁଗ ଯୁଗ ଧରି ମନେ ରଖିବ। ଓଡ଼ିଆ ମାନଙ୍କ ପ୍ରାଣର ଦେବତା ଜଗନ୍ନାଥଙ୍କୁ ସେ ଉଦ୍ଧାର କରିଛନ୍ତି। ସେ ଶ୍ରେଷ୍ଠ ଭକ୍ତ ମୁକ୍ତ କଣ୍ଠରେ ମୁଖ ଜଗତି ଘୋଷଣା କରିଛି ଈଶ୍ୱର ମହାନ୍ତି ଆଜି ଶ୍ରୀମନ୍ଦିରରେ ଗଣନାୟକ ପଦରେ ଅଭିଷିକ୍ତ ହେଲେ। জয় গণপতি জয় গণপতি রামচন্দ্র দেব।